ମୁଁ ଦୀପିକା ନାୟିକା ନୁହେଁ ମୁଁ ଖଳନାୟିକା। ମୋ ବୁଦ୍ଧି ବଳରେ ମୁଁ ଛଳନାଠୁ ଭୟଙ୍କର ଛଳନା କରି ପରେ ଆଇ ତ ଯେତେବେଳେ ପୁଅ ଝିଅ ଖାଇବାକୁ ଏତେ ବ୍ୟସ୍ତ ହେଇପଡ଼ିଲିଣି ଏଇ ମୁହୂର୍ତ୍ତରେ ମୁଁ କ'ଣ କରିଛି ଦେଖ କରିବି ତାକୁ ମୁଁ ଖାଇବାରେ ଅଭିନୟ କରିବି। ବାପଦନ ସୁରତ ଆଲୋ ଏ ମା କଷ୍ଟରେ ଆନା ଧାନ ଆମ ଗେଲ୍ହି ଆରେ କୋଉଠି ଅଛି ଆମ ସୁନା। सतर भाई मत बेसी भोक हेलाणी अरे माए जे आसिलेनी कहीं भाई से कथा तलो अरे भाई हाँ भौणी माँ को थाली डाकिबा ना ठीक अच्छी भौणी आम पाई खाइबा कि नहीं आसथिबे। अरे हाँ रे हाँ माँ माँ अरे माँ आई कोड़ी अच्छा माँ अरे आम पाई खाइबा कि नहीं आसे ना। हाँ माँ भोकरे पेटे तो जली गलानी खाइबा के नहीं शीघ्र आस ना माँ अरे माँ যাচ্ছে अरे हाँ এই তো আমার মাং কসেরা हाँ भौणी ये আসथिबे ना भाई निश्चय लियो चल जीवा जीवा माँ ହଁ तबे करे हम पे खाइबा कि नहीं आछा ଏ ଧନ ତୋ ପାଇଁ କେତେ ସୁସ୍ୱାଦୁ ଖାଦ୍ୟ ତିଆରି କରି ନେଇଛି। ओ ହଁ ଛେନା ଗୁଡ଼ ସର ଲବଣୀ କେତେ କାଣଲ। चाहिए माँ ହଁ शीघ्र भारी दिया ना सतरे अम्मन को बेसी भूख हेलाणी हाँ माँ सतरे भोकरे पेटे तो जली गलानी शीघ्र खाइबा को दियो। ଠିକ ଅଛି ତୁମେ ଏଠି ବସି ପଡ଼ ମୁଁ ଶୀଘ୍ର ଶୀଘ୍ର ବାଢୁଛି। हाँ ठीक अच्छी माँ ए भाई हाँ भौणी आ चल से बस पड़बा हाँ ठीक अच्छी लो ଆଇଲେ ଡାହାଣୀ ଗାତରେ ଆଇଲେ କ'ଣ କହିଲୁ ହଁ ଖାଇବାକୁ ଦେ ଖାଇବା ତ ଦୂରରେ ଥାଉ ବେ ଖାଇବା ତ ଦୂରରେ ଥାଉ ମୁଁ ପାଣି ବୁନ୍ଦଟି ଦେବିନି। कहीं के अमर को कहीं के खाइबा के दबनी माँ कहीं के ଚୁପ୍ କର ଥରେ କହିଲି ପରା ଖାଇବାକୁ ଦେବିନି ମାଇଁ ଦେବିନି। ଆଉ ଶୁଣ ଆଜି ଦିନଠାରୁ ମତେ ମା ଡାକିଲେ ମତେ ବିରକ୍ତ ଲାଗେ ବିରକ୍ତ। के बात कहीं के କାହିଁକି ନା ଲୋ ମୁଁ ତ ନିଜ ମା ନୁହେଁ ମୁଁ ତ ସାବତ ମା।
ମା ଦେଖ ମା ସଦର ଭୋକର ପେଟଟା ଝଲି ପଡ଼ିଲାଣି କିଛି ଅଛି ତ ଖାଇବାକୁ ଦିଅ ନା ମା ଆପଣ ଆମ ଉପରେ ଏମିତି ରାଗିଛି କାହିଁକି ସତରେ ମା ଯଦି ଆମର କୌଣସି ଦୋଷ ଥାଏ ଆମେ ଭାଇ ଭଉଣୀ ଆପଣଙ୍କ ପାଦ ତଳରେ ଆମେ ନତମସ୍ତକ ହେଉଛୁ ମା ଦେଖ ମା ଖାଇବାକୁ ଦିଅ ମା ମାମା କିଛି ଅଛି ତ ଖାଇବାକୁ ଦେଇଦିଅ ନା ହଁ ମା ବାପ ଧନ ଶ୍ରୀରଥ ମା ଏ ମା କସ୍ତୁରୀ ହଁ ମା ତୋ ମା ପ୍ରତି କେତେ ସ୍ନେହ ମମତା ଦେଉଛ କେତେ ରାଗୁଛ ସେଥିପାଇଁ ତୁମକୁ ମୁଁ ଥଟ୍ଟା କରିଥିଲି କ'ଣ ଟାଟା ମା ଆପଣ ସତ କହୁଛନ୍ତି ନା ହଲ ମଗେଲି ତାହେଲେ ଆମ ଉପରେ ଆପଣ ରାଗି ନାହାନ୍ତି ଆଲେ ହଁ, ମା। ମା କ'ଣ ରାଗନ୍ତି ଛୁଆ ପାଇଁ ମା। କେତେ ସ୍ନେହ ଖେଳ କରନ୍ତି ଲୋ ସତରେ ମା ହଁ ହଁ ଆମମାନଙ୍କୁ ବେଶୀ ଭୋକ ହେଲାଣି କିଛି ଖାଇବାକୁ ଅଛି ତ ଶୀଘ୍ର ଶୀଘ୍ର ନେଇ ଆସ ହଁ ମା ହଁ ହଁ ଠିକ ଅଛି ହେଲେ ତମ ଦି ଜଣଙ୍କ ମଧ୍ୟରେ କିଏ ଆଗ ଖାଇବ କାହିଁ କହିଲ ମା ହଁ। ପ୍ରଥମେ ମତେ ଦିଅ ନା ନା ମୁଁ ଆଗ ଖାଇବି ଜମା ନୁହଁ ଚମରେ ନୁହଁ ଆରେ କହିଲି ପରେ ମୁଁ ଖାଇବି କହିଲି ପରା ତତେ ମୁଁ ଖାଇବି ନା ହେଲ ବାବା ହେଲ ତମେ ଦି ଜଣଙ୍କ ମଧ୍ୟରେ କିଏ ଆଗ ଖାଇବ କିଏ ପରେ ଖାଇବ ସେଟା ମୁଁ ନିଷ୍ପତ୍ତି ନେବି ବାପ ଦିନ ଶ୍ରୀରଥ ତୁ ହଉଛୁ ମୋ ସୁନା ପୁଅ ହଁ ତୁ ହଉଛୁ ମୋ ଅନ୍ଧାର ଲଇଡ଼ି ନୟନର ପିତୁଲା ହଁ ମା ହନରେ ମା ତୁ ପରେ ଖାଇବୁ ଆଗ କସ୍ତୁରୀ ଖାଉ ମୁଁ ଆଗ ଖାଇବି ମା ମାମା ନା ମୁଁ ଆଗ ଖାଇବି ଏ ଧନ ମା, ତୁ କ'ଣ ମାର କଥା ରଖିବୁନି ଯେମିତି ହେଲେ ମଧ୍ୟ ମୁଁ ଆଗ ଖାଇବି ମାନେ ମୁଁ ଆଗ ତୁ ମୋ ସୁନା ପୁଅ ତୁ ହଉଛୁ ମୋ ଅନ୍ଧାର ଲଇଡ଼ି ନୟନର ପିତୁଲା ତୁ ଟିକେ ମାର କଥା ରଖିବାକୁ ଚେଷ୍ଟା କରେ ଓହ ତତେ ମୁଁ କେତେ ବୁଝେଇବି ନା ସୁନା ଠିକ ଅଛି ମା ତମେ ଯେତେବେଳେ କହୁଛ ମୁଁ ପରେ ଖାଇ ନେବି ୟାକୁ ଆଗେ ଦେଇଦିଅ ହେଲେ ମା ହଁ ଶୀଘ୍ର ଦବ ମତେ ମତେ ଭୋକ ହେଲାଣି ହେଲା ବାବା ହେଲା ତୁ ଏଠି ମୁଁ ଶୀଘ୍ର ବାଢୁଛି ହଉ ଠିକ ଅଛି ମା ହଁ ହଁ ଠିକ ଅଛି ମା ମା କରି ସ୍କୁଲ ଚାଲିଛନ୍ତି ଆମକୁ କିଛି ଖାଲି କରିକି ଚାଲି ମା ଆରେ ମା ଆରେ ବାବା ଶୀଘ୍ର ଗୋଟେ ଖାଇବାକୁ ମୋ ସୁନା ନାକି ଝିଅ କସ୍ତୁରୀଲୋ ତ ଖାଇବା ପାଉଣା ନେବେ
ସୁରଥ କସ୍ତୁରୀ ଏ ଘରୁ ବାହାରି ଯାଅ ବେ ଯଦି ନ ଯିବ ଆଜି ତ ତଣ୍ଟି କଣ ମୋ ରକ୍ତ ବିବି ରକ୍ତ ତୁମେ ମୋତେ ଚିହ୍ନିନ ମୁଁ ଲାଗିଲେ ଭୟଙ୍କର ଦୁନିଆରେ କିଏ ଜାଣିବେନି ଠିକ ଅଛି ଆରେ ଘରୁ ବାହାରି ଯାଅ দীপিকা এই দীপিকা মহারানী এই সব কোণ চালিছি এই সকালু সকালু পার্টি চিৎকার କିଛି ନାହିଁ ସ୍ୱାମୀ ମୁଁ ତୁମ ପଛକୁ ମୁଁ ଖାଇବାକୁ ଦେଉଥିଲି ଖାଉ ଖାଉ ତାଙ୍କ ଭିତରେ ଗଣ୍ଡଗୋଳ କରିଥିଲି ମୁଁ କେତେ ବୁଝେଇଲି ସେ ମନେ କଥା ମୋ କଥା କ'ଣ ବୁଝୁଛନ୍ତି ତୁମ ପଛକୁ ପଚାରି ବୁଝ ମୁଁ କ'ଣ ମିଛ କହୁଛି আরে মা কস্তুরী ପଚାରୁନ আরে বাপা সুরথ সতরে তো মা যা কହୁଛି কথা কোণ সତ କରି বাপা ହଁ ବାପା ମା ଯାହା କହିଗଲେ ସେ ସବୁ ସତ କହିଗଲେ ବାପା କାହିଁକି ନା ତମ ତମ ଭାଇ ଭଉଣୀ ଭିତରେ ଏମିତି ବିଶୃଙ୍ଖଳା ସୃଷ୍ଟି କରୁଛ କାହିଁକି ରେ ବାପା ବାପା ଆମେ ଭାଇ ଭଉଣୀ ଖାଇବାକୁ ନେଇ ବାଡ଼ିଆ ପିଟା ହେଇଯାଇଥିଲେ ତ ସେଇ ସମ୍ମୁଖରେ ତୁମେ ପଳେଇ ଆସିଥିଲ ବୋଲି ତୁମକୁ ଲାଗିଲା ମା ଆମକୁ ବାଡ଼ୁଛନ୍ତି ବୋଲି ଜମାରୁ ନୁହଁ ହେଲେ- ମା ତ ଆମ ପାଇଁ ବହୁତ ଭଲ ହେଲେ ତାହେଲେ ତମ ମା ତମକୁ ମାରିନି ତା ନା ବାପା ନା ସତ କହରେ ବାପା ସତ କହୁଛି ବାପା ଆରେ ମା କସ୍ତୁରୀ କ'ଣ ଏଇ ଯାହା କହିଯାଉଛି ଏ କଥା କ'ଣ ସତ କିରେ ମା ହଁ ବାପା ହଁ ଭାଇ ଯାହା କହୁଛନ୍ତି ସେ ସବୁ ସତ ବାପା ଜାଣିଛ ବାପା ଆମ ମା ତ ଆମକୁ ନିଜ ହାତରୁ ଖାଇ ଦଉଥିଲେ ବାପା ହାତରେ ଖାଇ ଦଉଥିଲେ? ଆମେ ଯାଇ ଜାଣିନଥିଲୁ ବାପା ସେ ମାର ହାତରେ ଖାଇବା ଏତେ ସ୍ୱାଦିଷ୍ଟ ହୁଏ ବୋଲି ବାପା ହଁ ମା ମାର କୌଣସି ଦୋଷ ନାହିଁ ବାପା ସବୁ ଭୁଲ ଆମର ବାପା ଆରେ ମା ଆମେ ମାନେ ଖାଇବା ପାଇଁ ବଢ଼ିଆ ପିଠା ହେଇଥିଲେ ବୋଲି ଆପଣଙ୍କୁ ଲାଗିଲା କି ମା ମୋ ଉପରେ ବାଡ଼ୁଛନ୍ତି ବୋଲି ଆରେ ମା କିନ୍ତୁ ବାପା ଆପଣ ମା ଉପରେ ଜମା ରାଗନା ଆରେ ମା এই কথা শুଣିବା ପାଇଁ এই କର୍ଣ୍ଣ ଅନେକ ସମୟ ହେଲାଣି ଜଗିଥିଲା ହେଲେ ମୁଁ ତୋ ମାର ଭୁଲ ଦେଖିନି ରେ ମା ତମେ ମାନେ ତୋ ଭାଇ ସହିତ ଏମିତି ବିଶୃଙ୍ଖଳା କରିବନି ଆଉ କେବେ ବି ଏମିତି ହବନି ଆରେ ବାପା ସୁରଥ ହଁ ବାପା ଆରେ ତୋ ସାନ ଭଉଣୀ ପରା ତାକୁ କ'ଣ ଏମିତି କହିଦେଲେ ସେ ମନ ଉଡ଼ା କରେ ଏ କଥା ତ ତୁ ଜାଣିଛୁ ହଁ ବାପା ହେଲେ ହେଲା ବାପା ହେଲା ଯାହା ହେଇଯାଇଛି ଆଜିଠାରୁ ଆଉ କେବେ ବି ଏମିତି ବିଶୃଙ୍ଖଳା କରିବନି ନା ବାପା ନା ଆରେ ମହାରାଣୀ এই ଦେଖିଲ ତ ସ୍ୱାମୀ ମୋ ସୁନା ମୁଣ୍ଡା ଝିଅ ଆଉ ପୁଅର କଥା ଶୁଣିଲ ତ ହଁ ସ୍ୱାମୀ ହେଲେ ଛାଡ଼ ସେଇ କଥା ଛାଡ଼ ଆରେ ବାପା ହଁ ବାପା ମୁଁ ତୋତେ ଏ କଥାଟିଏ କହିବା ପାଇଁ ଭାବୁଥିଲି କୁହନ୍ତୁ ବାପା ଆରେ ବାପା କଥା କ'ଣ କି ଆଜି ଆମ ରାଜା ମହାରାଜା ମାନଙ୍କର ମହାସମ୍ମିଳନୀ ଅଛି ସେଇ କାଶୀ କ୍ଷେତ୍ରରେ କାଶୀ କ୍ଷେତ୍ରରେ ହଁ ରେ ବାପା ମୋତେ ନିମନ୍ତ୍ରଣ କରିଛନ୍ତି ହେଲେ ତୁ ତ ଜାଣିଛୁ ରେ ବାପା
ଏବେ ମୋର ଚତୁର୍ଥ ଅବସ୍ଥା ପହଞ୍ଚି ଯାଇଛି ମୁଁ ଆଉ ସେଠି ଯାଇପାରିବିନି ହେଲେ ରାଜକାର୍ଯ୍ୟ ଶିଖିବାକୁ ତୋତେ ଅନେକ କଥା ଅଛି ନିଶ୍ଚୟ ବାପା। ତାହେଲେ ତୁ ଯା ବାପା ସେଇ କାଶୀ କ୍ଷେତ୍ରକୁ ଯା ଏଇ ରାଜ୍ୟ ସଂଗଠନ ନିମନ୍ତେ। ନିଶ୍ଚୟ ବାପା, ଏ ତ ମୋ ପାଇଁ ସୌଭାଗ୍ୟର କଥା, ମୋ ଗର୍ବର କଥା। କାହିଁକି ନା ସେ ରାଜାମାନଙ୍କ ସମ୍ମିଳନୀରେ ମୋ ନିଜକୁ ସେଠି ଶିକ୍ଷା ଅର୍ଜନ କରିପାରିବି। ହେଲେ ବାପା, ରାଜକାର୍ଯ୍ୟ ତ ନିଶ୍ଚୟ ଜାଣିବୁ ରେ ବାପା। ହଁ ବାପା। ବାପା ହଁ ମା। ମୋ ଭାଇ କ'ଣ ମୋତେ ଏଗୁଡ଼ାକ ଚାଲିଯିବେ? ହଁ ରେ ମା। ନା ବାପା ନା, ହେ ମା ମୁଁ ମୋ ଭାଇକୁ ଯିବାକୁ ଦେବିନି ମା। ଆରେ ଏ ଭାଇ, ହଁ ଭଉଣୀ। ଆରେ ତୁ କ'ଣ ମୋତେ ଛାଡ଼ିକି ଏଗୁଡ଼ା ଚାଲିଯିବୁ? ନା ଭଉଣୀ ନା। ଆରେ ଏ ଭାଇ, ହଁ ଆରେ ତୁ ମୋତେ ଛାଡ଼ିକି କୁଆଡ଼େ ଚାଲ ଭାଇ। ମୁଁ ଯିବିନି କୁଆଡ଼େ। ସର୍ଦ୍ଦାର ଭାଇ, ତମ ବିନା ନା ମୋତେ ଜମାରୁ ଭଲ ଲାଗେ ନା। ହେଲେ ଭଉଣୀ, ଆରେ ଏ ଭାଇ, ହଁ ଆରେ ତମେ ତ ଛାଡ଼ିଛ, ମୁଁ ତମ ବିନା କୋଟି ମନଟା ବି ରହିପାରିନି। ଆରେ ମୁଁ ଜାଣିଛି। ତଥାପି ଭାଇ, ତମେ ମୋତେ ଏଗୁଡ଼ା କରି ସେଇ କାଶୀ କ୍ଷେତ୍ର ପାଇଁ ଚାଲି ଯାଉଛ ନା? ଭଉଣୀ, ଆଜି ଏମିତି ବନ୍ଧନରେ ମୁଁ ପଡ଼ିଯାଇଛି ଯେ ତୋ କଥା ରଖିବା ଅସମ୍ଭବ। ନା ଭାଇ ନା। ଭଉଣୀ, ତୁ ତ ଜାଣିଛୁ ଏପର୍ଯ୍ୟନ୍ତ ବାପାର କୌଣସି କଥାକୁ ମୁଁ ଅମାନ୍ୟ କରିନି। ଆଜି ଯଦି ଅମାନ୍ୟ କରିଦେବି ସେ ବାପାର ସେ ଗୋଟାଏ ପୁଅର ପ୍ରତି କେମିତି ଲୋଭ ରହିଯିବି କଲେ। ଆରେ ଭାଇ, ସର୍ଦ୍ଦାର ମୋତେ ଏଗୁଡ଼ା କରି ଚାଲିଯିବ। ଏ ଭଉଣୀ, କିଛି ଦିନ ପାଇଁ ଯାଉଛି, ମୁଁ ଶୀଘ୍ର ଯାଇ ଶୀଘ୍ର ନିଶ୍ଚୟ ଫେରି ଆସିବି। अरे माँ, अरे माँ कस्तूरी, तू तो भाई पाई मन उड़ा करना, तू बरम तो भाई को वीर बेसर सजाई दे रे माँ, से जीव से काशी क्षेत्र को। ହଁ ଏ ଭାଇ, ଭଉଣୀ, ସର୍ଦ୍ଦାର ଚାଲିଯିବ ନା? ମୋତେ ତ ଯିବାକୁ ପଡ଼ିବ। ହଉ ଠିକ୍ ଅଛି ଭାଇ, ମୁଁ ଆଉ ଏଥର କ'ଣ କରିପାରିବି? ମୁଁ ଭଲ ମୋ ବାପାର କଥା କମନି କରିପାରିକି? ସେ କଥା ତ ଭଉଣୀ। ହଉ ଠିକ୍ ଅଛି ଭାଇ, ଚାଲ ମୁଁ ତମକୁ ବୀର ବିଷୟରେ ସଜେଇ ଦିଏ। ଠିକ୍ ଅଛି ଭଉଣୀ। କିନ୍ତୁ କଥା ଦିଅ, ହଁ ଶୀଘ୍ର ଯାଇ ଶୀଘ୍ର ଫେରି ଆସିବ। ଏ ଭଉଣୀ, ମୁଁ ତତେ କଥା ଦଉଛି, ଶୀଘ୍ର ଯାଇ ଶୀଘ୍ର ନିଶ୍ଚୟ ଫେରି ଆସିବି। ଚାଲ ଭାଇ ଯିବା। ତେବେ ଚାଲ ଭଉଣୀ। अरे माँ कस्तूरी,
তো ভাই পাই তু মন গুণা করিছু সে আসিব রে মা জমারু মনে দুঃখ কর না বাপা ହଁ ମା ଦେଖ ନା ବାପା ମୋ ଭାଇ ମୋତେ ଏଗୁଡ଼ା କରି ସେ କାଶୀ କ୍ଷେତ୍ର ପାଇଁ ଚାଲିଗଲେ ବାପା ହଲୋ ମା ସେ ମୋ ବିଷୟରେ ଟିକେ ବି ଭାବିଲେନି ତମେ ତ ଜାଣିଛ ବାପା ମୁଁ ମୋ ଭାଇ ବିନା ଗୋଟେ ମୁହୂର୍ତ୍ତ ବି ରହିପାରିନି ଆରେ ମା ଏମିତି କୁହ ନା ସେ ସେ କାର୍ଯ୍ୟ ସାରିଲେ ପୁଣି ଫେରି ଆସିବ ଏଇ ରାଜଉଆସକୁ ବାପା ମୋତେ ଏଠି ଆଉ ଜମାରୁ ମନେ ଲାଗୁନି ମୋ ଖରାପରେ ଗୋଟେ କଥା କହିବି ପଦୁଟିଏ କଥା କହିବୁ ହଁ ବାପା ଆରେ ମା ଯାହା କହିବା ପାଇଁ ଚାହୁଁଛୁ କରେ ମା ହେଲେ ବାପା ଆପଣ ମୋ ଉପରେ ରାଗିବେନି ଆରେ ମା ମୁଁ କାହିଁକି ରାଗିବି ସତ କହୁଛ ନା ବାପା ହଲୋ ମା ବାପା ମୁଁ ନା ମୋ ସଖୀ ସଙ୍ଗତ ସହିତ ସେଇ ରାଜଉଆସକୁ ଖେଳ ଖେଳିବା ପାଇଁ ଯିବି ମାନେ ଆଲୋ ଏ ମା କସ୍ତୁରୀ ଲୋ ହଁ ମା ଏ ରାଜଉଆସରେ ଖେଳ ଖେଳିଲେ ହବନି କିଲୋ